ହଁ ମିଶି ପିଇଛୁ ଆମେ କଲେଜ ଇଲେକ୍ସନ ସେ ଟାଇମରେ। ଚାଲିଗଲେଣି ହଁ ଚାଲ କେସ୍ ଯେବେ ଚାଲି ଯାଆନ୍ତି ଆପଣଙ୍କ ମନରେ ସେବେ ଦ୍ୱିଧା ଆସିନି ମୁଁ ଛାଡିଦେବି ମୋର ସାଙ୍ଗଟା ଚାଲିଗଲା କାଇଁ ସେମିତି ମୋ ମନରେ ଭାବିଛି କିଛି ସମୟ, କିନ୍ତୁ କିଛି ଆଉ ଏତେ ମୁଁ ଆଉ ଭିତରକୁ ନେଇନି। ଯେତେବେଳେ ମୋ ଦେହ ଖରାପ ହେଲା ମୁଁ ନିଜେ ଅଙ୍ଗେ ନିଭେଇଲି। ମୁଁ ଯେତେବେଳେ ଭେଣ୍ଟିଲେଟର କେବେ କେବେଠାରୁ ଆପଣଙ୍କ ମନକୁ ଆସିଲା ଯେ ମଦ ମତେ କ୍ଷତି କରୁଛି, ମଦ ମୋର ଲାଭ ମତେ କରୁଛି? କ୍ଷତି କରୁ ଯଦି ଭାବିବି, ତାହେଲେ ମୁଁ 3 ବର୍ଷ ତଳୁ ଭାବିବା ମୋର ଧୀରେ 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 ଯେତେବେଳେ ମୁଁ ବହୁତ ସମୟ ଧର ବେଳେବେଳେ 20 ଦିନ, ବେଳେବେଳେ 14 ଦିନ, ବେଳେବେଳେ 7 ଦିନ ଏମିତି ମଦ ପିଇଛି। କିନ୍ତୁ ପୁଣି ମନ ଯୋଉ କଥା ଆପଣ କଥାବାର୍ତ୍ତା ହଉଥିଲେ ଏବେ ଯେମିତି ପୁଣି ମୋର ମନ ବିଚଳିତ ହବ, ହେ ଆଜି ଗୋଟେ ଦିନ ପିଇଦେବି, ଆଜି ଗୋଟେ ଦିନ ପିଇଦେବି, ସେଦିନ ପିଇଦେବି, ତା ଦିନ ପୁଣି ଚାଲିଲା ଆଉ। ଏଇଭଳିଆ 10 ଦିନ ଛାଡିଛି, ଥରେ 20 ଦିନ ଥରେ ଛାଡିଛି, 15 ଦିନ ଥରେ ଛାଡିଛି, ବିଭିନ୍ନ ସମୟରେ ନୂଆ ବର୍ଷରେ ବି ଛାଡିଛି କହିକିରି। କିନ୍ତୁ ପୁଣି 10 ଦିନ ପରେ ବା 15 ଦିନ ପରେ ପୁଣି ମନ ଟାଣିଛି, ପୁଣି ମତେ କିନ୍ତୁ ଏଇଥର ଯୋଉ ମୋର ଯୋଉ ଲିଭର ସିରୋସିସ୍ ହେଲା, ମୁଁ ଯୋଉ ଭେଣ୍ଟିଲେଟର ରହିଲି 3 ଦିନ କୋମାରେ ରହିଲି, ଡକ୍ଟର ମତେ କ୍ଲିୟର କଟ୍ ଭାଇ ମନା କରିଦେଲା ଯେ ଯେତେବେଳେ ସିଙ୍ଗଲ ଡ୍ରପ୍ ଆଲକୋହଲ ତମ ପେଟକୁ ଯାଏ, ମୁଁ ମିସେସ୍ କହିଲି ତମେ ନେଇକି ଆସିବନି ମେଡିକାଲ। ତେଣୁ ଜୀବନ ଯୋଉଥିରେ ମୁଁ ଜାଣିପାରିଲି ମୁଁ କେମିତି କଣ ଅସୁବିଧାରେ ଥିଲି, ମୋ ପାଇଁ ମୋ ପରିବାର କେମିତି ଅସୁବିଧା ହଉଛନ୍ତି, ମୋ ମିସେସ୍ କେମିତି ଦୁଃଖଦ ପରିସ୍ଥିତି। 23 ଦିନ ହାଇଟେକରେ, ତାପରେ ଆଉ 10 ଦିନ ଆଇଆଇ ଏଠି ଜିଏସ୍ ହସ୍ପିଟାଲ ଯୋଉଠି ଅଛି କଟକରେ, ସେ ଯୋଉ ମିସେସ୍ ଯୋଉ ହଇରାଣ ହେଲା ମୁଁ ପରବର୍ତ୍ତୀ ସମୟରେ ଶୁଣିକି ଦୁଃଖ ହେଲା ମୋର। କିନ୍ତୁ ମୋ ଭଉଣୀ ମାନେ ସବୁ ପଳେଇ ଆସିଥିଲେ, ହାଇଟେକରେ ଥିଲାବେଳେ ଭଉଣୀ ମାନେ ସବୁ ପଳେଇ ଆସିଥିଲେ, ମୋର ଭେଣୀ ମାନେ ସବୁ ପଳେଇ ଆସିଥିଲେ, ମୋର ଭଣଜା ଭାଣିଜୀ ପଳେଇ ଆସିଥିଲେ, ଯେ ସମସ୍ତେ ଭାବିଥିଲେ ଚାଲିଯିବ। ଚାଲିଯିବ ବୋଲି। ସେମାନେ ଯୋଉ ସବୁ କଥା ଗୁଡା କହିଲେ ଦୁଃଖ, ମାନେ ସେମାନେ ଇଭେନ ପୁରୁଣା ପ୍ୟାଣ୍ଟ ସାର୍ଟ ପିନ୍ଧିକି ବି ଆସନ୍ତି, ଗାଁରୁ ଆଇଛନ୍ତି, ମାନେ ଚାଲିଯିବ ହଁ ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧିଲେ ହଁ ଛୁଆ ହେଇଯିବ କାଳେ, ମାନେ ମୋତେ ଦେଖିବାକୁ ଆସୁଛନ୍ତି, ସବୁ ପୁରୁଣା ପ୍ୟାଣ୍ଟ ସାର୍ଟ ସବୁ ପିନ୍ଧିକି ଆଇଛନ୍ତି। ମାନେ ଭାବନ୍ତୁ, ଏଥିରେ ଆପଣ ମନ ଦୁଃଖ ହଉଛି ନା? ସେ ଦୁଃଖ ହେଲା ବୋଲି ତ ମୁଁ ସେଟା ଛି କରିଦେଲି। ଏଇ ଯୋଉ ଜିନିଷ ଦୁଃଖ ହେଲା, ମୁଁ ମିସେସ୍ କେମିତି ମାନେ 23 ଦିନ କାଳ ହାଇଟେକ୍ ହସ୍ପିଟାଲ, ମୁଁ ଆଇସିୟୁରେ ଅଛି, ମୋ ମିସେସ୍ ସେମିତି 23 ଦିନ କାଳ ରହିଛି। କେହି ଲୋକ ଯେମାନେ ସବୁ ଯାଆନ୍ତି ସେଇ ସମୟ ତକ କିଛି ସମୟ ପାଇଁ ଖାଇବା ଦେଇ ଆସିଲା। କିନ୍ତୁ ମୋ ପୁତୁରାକୁ ଧନ୍ୟବାଦ ଦେଇ, ମୋ ପୁତୁରା ଆଉ ଜଣେ ମୋର ଭେଣେଇ ଯିଏ ଅଛନ୍ତି, ସେମାନେ ବହୁତ ସମୟ ଯାଇଛନ୍ତି। ଆଉ ଜଣେ ମୋର ଖାସ୍ ଜଣେ ଲୋକ ହାଇଟେକ୍ ମେଡିକାଲ ପାଖରେ ଜଣେ, ସେ ବହୁତ ସମୟରେ ସାହାଯ୍ୟ କରିଛନ୍ତି। ଏମାନେ କେତେ ଥର ଯିବେ, କେତେ ଦିନ ରହିବେ, ସିଏ କଣ୍ଟିନ୍ୟୁ ରହୁଥିଲା। ହିସାବ କଲେ କଣ୍ଟିନ୍ୟୁ ଜଣେ ମହିଳା, ସେତେବେଳେ ପୁରା ଖରା ଦିନ, ଜୁନ ମାସ, ବର୍ଷା ମାନେ ଖରା। ତା ମନରେ ବି ଆଶା ଥିବ, କେବଳ ବଞ୍ଚିବାର ଆଶା, ହଁ କାଳେ ମୋ ସ୍ୱାମୀକୁ ଟିକେ ହଁ ବଞ୍ଚେଇ ଦେବି। ହଁ ସେଇ କଥା ତ କହେ ଯେ ମୁଁ ବଞ୍ଚିବା ଆଶା ମାନେ ନେଇକି ସମସ୍ତେ ହାତ ଛାଡି ଦଉଥିଲେ। ସମସ୍ତେ ମାନେ ଆପଣଙ୍କ ବାପା ମା ବୃଦ୍ଧ ବୟସରେ ତାଙ୍କ ହଁ ଉପରେ କଣ ବିତୁଥିବ ଆପଣ କେବେ ଭାବିଛନ୍ତି? ବହୁତ ଏ ପର୍ଯ୍ୟନ୍ତ ବି ସେମାନେ ମତେ ଭାବୁଛନ୍ତି ମୋର ଟିକେ କଣ ଦେହ ଖରାପ ହେଲେ ବାପା ପୁରା ଘଣ୍ଟାକୁ ଘଣ୍ଟା ଏବେ ବି ଫୋନ କରୁଛନ୍ତି। ସେଇଭଳି ମାନେ ହିସାବ କଲେଣି, ଯଦି ଅନ୍ୟ ମୋର ଯେମିତି ହଉଛି ରାଜ୍ୟରେ କେତେ ଲୋକ ଏମିତି ମଦ ପିଇକି ଲିଭର ସିରୋସିସ୍। ମୁଁ ଯୋଉ ବେଡରେ ପଡିଥିଲି ଯୋଉ ଏଠି ହସ୍ପିଟାଲରେ, ସେଟା 12 ଜଣ ପଡିଥିଲୁ। 12 ଜଣ ପଡିଲା ଭିତରେ ମୁଁ ତ ଯାହା ଥିଲି 7 ଦିନ ଥିଲି, ମୋ ଉପସ୍ଥିତିରେ 2 ଜଣ ମରିଗଲେ, ବୁଝିପାରୁଛନ୍ତି? ମାନେ ସେଇଠି ହଁ ସେଇଠି। ତାପରେ ଯେତେବେଳେ ମୁଁ ଡିସଚାର୍ଜ ହେଇକି ଆସିଲି, ମାନେ ହାଇଟେକ୍ ଗଲା ପରେ ସେଠୁ 10 ଦିନ ରହିଲା ପରେ ଆସିଲି, ମୋ ମିସେସ୍ ସମସ୍ତଙ୍କର ନମ୍ବର ଆଣିଥିଲା, ଆଜ୍ଞା ଯେତକ ଯୋଉ ରହିଥିଲେ ସମସ୍ତେ ନମ୍ବର ଥିଲେ। ପରସ୍ପର ସିଏ ଫୋନ କରି ପଚାରନ୍ତି ତମର ତ ଡିସଚାର୍ଜ ହେଲା କେମିତି। ତାଙ୍କର ବି କଟକରେ ଜଣେ ଲେକ୍ଚରର ମରିଗଲା ହେଲା। ସେ ବି ମଦ ମୃତ୍ୟୁ। ତାପରେ ଟ୍ରିଟମେଣ୍ଟ ହଉଥିଲେ ଯୋଉ ଆମର ଯୋଉ ଗୀତ ଗାଆନ୍ତି ଅଭିଜିତ ମଜୁମଦାର, ନା ହ୍ୟୁମାନ ସାଗର। ସାଗର, ସେ ବି ମୁଁ ଯୋଉ ମେଡିକାଲ ଟ୍ରିଟମେଣ୍ଟ ହଉଥିଲି ସେ ବି ସେ ଟ୍ରିଟମେଣ୍ଟ ଥିଲେ। ତାଙ୍କୁ ଡକ୍ଟର କ୍ଲିୟର କଟ୍ ମନା କରିଥିଲା ଯେ ତମେ ମଦ ପିଇବ ନାହିଁ ବୋଲି। କିନ୍ତୁ ସେ କଣ ମଦ ପିଇବ ତାପରେ ତ ମୁଁ ଜାଣିନି, କିନ୍ତୁ ମୁଁ ଯାହା ଶୁଣିଲି ସେଠୁ ହସ୍ପିଟାଲ ସୂତ୍ରରୁ ଯେ ସେ ପରବର୍ତ୍ତୀ ସମୟରେ ବି ପିଇଛନ୍ତି, ଯୋଉ କାରଣରୁ ତାଙ୍କର ମୃତ୍ୟୁ ହେଲା। ଏମ୍ସ ଯାଇକି ସେ ମଲେ। ଆଜ୍ଞା ତେଣୁକରି ଏଇଭଳିଆ ଯୋଉମାନେ ତାର ଦ୍ୱାରା ମୁଁ ଦେଖିଲି, ମୋ ଆଖି ଆଗରେ 6 ଜଣ ଏଇଠି ବସିଛେ, ଆମେ ଏଇ 4 ଜଣ କି 5 ଜଣ ରୁମ ରେ ଅଛେ। ମୁଁ ଧୀରେ ଧୀରେ ଦେଖି ମୋ ବେଡ୍ ପାଖ ଲୋକ ବେଡ୍ ଟା, ସେମାନେ ସବୁ ଡିସଚାର୍ଜ ହେଇ 10 ଦିନ ପରେ ଯାଇଛନ୍ତି। ମାସେ ପରେ କଥା ହେଲା, ମିସେସ୍ ଫୋନ କରି ପଚାରି, ସେମାନେ ସବୁ ପଚାରନ୍ତି ମିସେସ୍ କୁ, ତାଙ୍କ ମା, ତାଙ୍କ ମିସେସ୍, ଭାଇନା ଭଲ ଅଛନ୍ତି, ବୁଝିପାରୁଛନ୍ତି, ଭାଇନା ଭଲ ଅଛନ୍ତି। ସେ କହେ ନା, ଆମର ସେ ହଠାତ୍ ଫୋନ କରି ମୋ ସ୍ୱାମୀ ଚାଲିଗଲେ ଆଜି, ସେଇଥିପାଇଁ ମୋର ଭାଇ ଆଜି ଏମିତି ହେଇଗଲେ, କି ଆମ ପୁଅଟେ ଚାଲିଗଲା, ଏମିତି ଅନୁଭବ କରନ୍ତି। ମୁଁ ସେଇଗୁଡା ରିପିଟେଡଲି ହେଲା। ମତେ ଏଇ ଯୋଉ ଛାଡିବାର କାରଣଟା ହେଲା, ମୁଁ ବି ମୋ ମନରେ ବି ଭଲ ହେଇକି ଆଇଲା ପରେ ମୋ ମନରେ ବି 2-3 ଥର ବି ଇଏ ହେଇଛି, ମାନେ ଇଚ୍ଛା ହେଇଛି। ହଁ ମୁଁ ମଦ ପିଇବି ବୋଲି। କିନ୍ତୁ ଯେତେବେଳେ ତାର ମାସେ 15 ଦିନ ଭିତରେ ଯୋଉ ମରିଗଲେ ସବୁ, ଯୋଉ 4-6 ଜଣ ଟ୍ରିଟମେଣ୍ଟ ହଉଥିଲେ, ମୁଁ ଶୁଣିଲି ସବୁ, ମୁଁ ଗୋଟେ ସକ୍ ହେଇଗଲି। ମୁଁ କହିଲି ନା, ଏଟା ସତ। ଡକ୍ଟର ଯୋଉ କଥା କହିଥିଲା ଯେ ସିଙ୍ଗଲ ଡ୍ରପ୍ ଆଲକୋହଲ ଯଦି ମଦ ମାନେ ନିଅ ଲିଭର ଇଏରେ, ତାହେଲେ ଆଉ ମୋ ବିଶେଷ ଆଉ ତମେ ଆଣିବନି ମେଡିକାଲ।